କେମିତି ଭଞ୍ଜରେ କ'ଣ ହେଲା ସେଇଟା ମୋର ମନେ ନାହିଁ। କେବଳ ଏତିକି ଜାଣିଛି ମୁଁ ଗୋଟେ ଜଙ୍ଗଲ ଦସ୍ୟୁ, ବାସ୍ ଏଇଠି ହିଁ ମୋ ପରିଚୟ। ଆଉ ଯଦି ଲୋ ମା, ଯଦି ମୋ ଜୀବନରେ ଆସିଥାଏ ସେଇ ଖୁସିର ଫଗୁଣ, ତେବେ କାହିଁକି ଲୋ ମା, କାହିଁକି ମାଡ଼ି ଆସିଛି ସାଇ ମୋ ଜୀବନରେ ଦୁଃଖର ଶ୍ରାବଣ ଲୋ ମା? ହେଲେ ମା, ଯଦି ମୋ ଜୀବନରେ ସେ ଖୁସିର ଫଗୁଣ ଅଛି ତାହେଲେ ଦେଖାଯାଉଛି ମୋର ସେଇ ଆଲୋକର ପଥ ଲୋ ମା, ଆଲୋକର ପଥ। ନା ଆଉ ଭୋଜି ଗଙ୍ଗା ନଦୀରେ ଭାଜାଇଛି, କେମିତି ଭଞ୍ଜିରେ କ'ଣ ହେଲା? ଆରେ କିଏ ସମସ୍ତେ ବଞ୍ଚାଇଛି? କାହିଁକି ବଞ୍ଚାଇଛି ମତେ? ଆଉ କ'ଣ ପାଇଁ ବଞ୍ଚାଇଛି ମତେ? ଗଲେ ମୋର ମାରୁନି କିଛି ବି, କାହିଁକି? ମତେ ଆମ ଶିଶୁ ପୁତ୍ରକୁ ଛାଡ଼ି ଦିଅ, ମତେ ମାରନି ବାବୁ, ମତେ ମାରନି, ମତେ ଛାଡ଼ି ଦିଅ ବାବୁ। ଭାଇ ବସ ନାଇଁ ନାଇଁ ବାବୁ, ଆରେ କେ ତମେ କ'ଣ ହେଇଛି? ନାଇଁ ନାଇଁ, ମତେ ଛାଡ଼ି ଦିଅ ବାବୁ, ମତେ ମାରନି। ଭାଇ ବସ ନାଇଁ, ଆରେ କେ ତମେ କ'ଣ ହେଇଛି ତମର? କୁହନ୍ତୁ ବସ, କୁହନ୍ତୁ। ନାଇଁ, ମତେ ଛାଡ଼ି ଦିଅ ବାବୁ। କେବେ ତୁ କ'ଣ ହେଲା? ଏବେ ଏଠାକୁ କ'ଣ ପାଇଁ ଆସୁଛୁ? ହଁ ସେ ପ୍ରଶ୍ନ ମୋ ପଚାରେ, ତୁ କିଏ ଏବେ? ତୁ ଶୈତାନ? ହଁ ମୁଁ ଗୋଟାଏ ଶୈତାନ। ଆଉ ତୋ ଭଳି ଶୈତାନ ମାନଙ୍କର ବାପା ମୁଁ ଏକଦମ ଚୁପ। ଆଜ୍ଞା, ଆପଣଙ୍କର ବୋପା ପିଟି ପକେଇବ ପଳେଇବା, ମାଟ ଫାଟ ହେଇଛ ପଳେଇବା। ଆପଣଙ୍କର ବୋପା ଆଜ୍ଞା ପିଟି ଦେବ ପଳେଇବା, ବେକାରରେ ପିଟି ଦେବ ଆଜ୍ଞା। ଏଠୁ ଯିବୁ ନା ଦେଖିବୁ? କ'ଣ ହେଲା? ନା ଏ ଜାଗା ଛାଡ଼ିକି ଯିବୁ ନା ଏଇନା ଦେଖିବୁ? ଏ ଜଙ୍ଗଲ ହଉଛି ମୋ ଘର, ତୋ ବାପା ବାପାର ନବୁ ତ ଗୋଡ଼ ହାତ କାଟିକି ଥୋଇ ଦେଇଛୁ। ମୋର କାଟିବୁ? ଗୋଡ଼ ହାତ କାଟିବୁ? କି ସାହସ ତୋର? ଭଲ ତ ସାହସ ତ ଏଇଠୁ ପଳେଇ ଯା। ଏ ଚଣ୍ଡାଳ, ଏ ଡେରି ମଣିଷ କ'ଣ ଭୁଲ କରିଯିବି ତୋର? କାହିଁକି ଭଲ ଏବେ କୋଉଟା ନିରୀହ ମଣିଷ ଦେଖା ଯାଉ ତ ଆଖିରେ? ଏଇଟା ହଉଛି ମୋ ଶତ୍ରୁ। ଶତ୍ରୁକୁ ସଂହାର ନ କଲା ପର୍ଯ୍ୟନ୍ତ ଏ ଜାଗା ଛାଡ଼ିବ କୁଆଡ଼େ ଯିବିନି। ଏ ଚଣ୍ଡାଳ, ତମେ ତ ଆଖିରେ ପ୍ରତ୍ୟେକ ମଣିଷ ଗୋଟେ ଶତ୍ରୁ ନାଇବେ ଭଲ। ମଣିଷ ଭିତରେ ଶତ୍ରୁତାର ଭାବ ଆସେ କେବଳ ମିତ୍ରତାର ଭାବ। ତୋର ସେଇ ନୀତି ଉପଦେଶ ଶୁଣିବା ପାଇଁ ମୋ ପାଖରେ ପଳେଇ ଯାବେ। ମୁଁ ପଳେଇବି, ସମୟ ନାହିଁ, ଏଠୁ ପଳେଇ ଯା। ଏ ବାପା ପୁଅ ଦି ଜଣଙ୍କୁ ନ ମାରିଲା ପର୍ଯ୍ୟନ୍ତ ଏ ଜାଗା ଛାଡ଼ିବ କୁଆଡ଼େ ଯିବ? ପଳେଇ ଯିବ ନଚେତ ମାରିବୁ ତୁ? ହଁ, ଏ ଦି ଜଣଙ୍କୁ ପରେ ମାରିବି, ଆଗ ତୋତେ ମାରିବି। ମତେ ମାରିବ? ତୁ ମଲା ପରେ ଯାଇ ତୁ ତ ସାହସ କମ ନୁହେଁ, ମତେ ମାରିବୁ? ଶଳା ଚଣ୍ଡାଳ ଓ ମଣିଷଙ୍କର ମତେ ମାରିବୁ? ମାରିକି ଦେખાବେ ଶଳା, ମାରିବୁ ଶଳା, ମାରିବୁ ଶଳା, ତ ସାହସ ତ
ମୋତେ ଆଉ ମୋ ଶିଶୁ ପୁତ୍ରକୁ ବଞ୍ଚେଇଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ବାବୁ। ମହାଶୟ ଆରେ ମୋତେ କାହିଁକି ଥରେ ବଜାଉଛ? ଆରେ ବୋଉ କିଏ କି? ଆରେ ଧନ୍ୟବାଦ ଜଣାଇବାର ତ ସେଇ ବା ଭରତଙ୍କୁ ଧନ୍ୟବାଦ ଜଣାଅ। ଆରେ ସେ ତମର ମଙ୍ଗଳ କରିବେ ମଙ୍ଗଳ। ଆରେ ବୋଉ କିଏ? ତମ ପିଲା ଗୋଟେ ମଣିଷ, ତମେ ବିପଦରେ ପଡ଼ିଥିଲ, ତମକୁ ଛୋଟେ ସାହାଯ୍ୟ କରୁଛି, ବାସ୍ ଏତିକି ମାତ୍ର। ତାହା ମଧ୍ୟ ସେଇ ମା ବର ଦୁର୍ଗାଙ୍କ କୃପାରୁ। ହେଲେ ମହାଶୟ ତମେ କିଏ? ଆଉ ସେ ତମକୁ କ'ଣ ପାଇଁ ମାରୁଥିଲେ? କୁହନ୍ତୁ ମହାଶୟ କୁହନ୍ତୁ। ମୋ ପରିଚୟ ଶୁଣିବ ବାବୁ? ନିଶ୍ଚୟ ମହାଶୟ କୁହନ୍ତୁ। ତାହେଲେ ଶୁଣ ବାବୁ ମୋ ପରିଚୟ। କୁହନ୍ତୁ ମହାଶୟ କୁହନ୍ତୁ। ମୁଁ ହେଉଛି ଏ ବିଶାଳ କାଶୀ ରାଜ୍ୟ ରାଜା ମର୍କତ କେଶରୀଙ୍କ ମହାମନ୍ତ୍ରୀ ଆଦିତ୍ୟ ନାରାୟଣ। ମନ୍ତ୍ରୀ ଆଦିତ୍ୟ ନାରାୟଣ। ହଁ ବାବୁ। ଆଉ 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 ମୋର ଏଇ କଳା ଶିଶୁ ପୁତ୍ର, ଏହାର ନାମ ହେଉଛି ସାଗର ଚରଣ। ଆରେ ତାହା ତ ଠିକ। ସେମାନେ ତମକୁ କ'ଣ ପାଇଁ ମାରୁଥିଲେ? କାହିଁକି ମାରୁଥିଲେ? ଆରେ କି ଅପରାଧ କରିଥିଲେ ତମ ତାଙ୍କର? କୁହନ୍ତୁ ମାସ କୁହନ୍ତୁ। କହିବି ବାବୁ, ଗୋଟି ଗୋଟି କରି ସବୁ କହିବି। କୁହନ୍ତୁ ମାସ ଫେରେ କୁହନ୍ତୁ। ଆରେ ସେ ଛୋଟା ଯାକ ଆଉ ଆସିବିନି ଟିକେ। ଯାହା କହିବାର ଅଛି କୁହନ୍ତୁ। ରାଜା ମର୍କତ କେଶରୀ ମୋତେ କଥା ଦେଇଛନ୍ତି ବାବୁ, ତାଙ୍କ ଝିଅ ସାବୁକା ଆଉ ମୋ ପୁତ୍ର ସାଗର ଚରଣ, ଏଇ ଦି ଜଣ ଯେତେବେଳେ ଯୌବନ ବୟସକୁ ଆସିବେ, ଏଇ ଦି ଜଣଙ୍କୁ ସେ ବିବାହ ଦେବେ ବୋଲି ମୋତେ କଥା ଦେଇଛନ୍ତି ବାବୁ। ତାହା ତ ଉଚିତ କଥା, ଅତି ଆନନ୍ଦର କଥା, ଭଲ କଥା। ଆଉ ବାବୁ ସେ ସବୁ କଥାକୁ ସହି ନ ପାରି ରାଜ୍ୟର ସେନାପତି ଆଉ ଗୁମାଷ୍ଟା ଯତ ମାତ୍ର ସହି ପାରିଲେନି ବାବୁ। ସହି ନ ପାରି ମୋତେ ବହୁତ ମାଡ଼ ମାରିଛନ୍ତି। ଜାଣିଛି ମହାଶୟ, ଜାଣିଛି ଆପଣଙ୍କ ପ୍ରତି କି ଅଟେ ହିଜର ହେଇଛି। ଆପଣ ଚିନ୍ତା କରନ୍ତୁନି, ମୁଁ ଅଛି ନା। ଆଉ ତମର ସମସ୍ତେ ମୁଁ କରିବି। ଆଉ ତମେ ଯେତେବେଳେ ଭଲ ହେଇଯିବ ଫେରିଯିବ ତମ ରାଜ୍ୟକୁ। କାହିଁକି ଚିନ୍ତା କରୁଛନ୍ତି? ଚିନ୍ତା କରନ୍ତୁନି। ମୋତେ ସେବା ଯତ୍ନ କରି ଆପଣଙ୍କୁ କିଛି ଲାଭ। ଆରେ କ'ଣ ଲାଭ ହବନି? କାହିଁକି ଲାଭ ହବନି? କୁହନ୍ତୁ ମହାଶୟ କାହିଁକି ଲାଭ ହବନି? କାହିଁକି ନା ଏଇ ଦି ଜଣ ଡରହନ୍ତ ମାନେ ମୋତେ ବହୁତ ରକ୍ତାକ୍ତ କରି ମାରିଛନ୍ତି। ଆରେ ଜାଣିଛି, ଆଉ ସେ ଯେମିତି କହୁଛି ତମର ସେମିତି ତ ମୁଁ କରିବି। ଆଉ ତମେ ଯେତେବେଳେ ଭଲ ହେଇଯିବ ଫେରିଯିବ ତମ ରାଜ୍ୟକୁ। କାହିଁକି ସେମିତି କହୁଛନ୍ତି? ନାଇଁ ବାବୁ, ମୁଁ ଆଉ ସେ ରାଜ୍ୟକୁ ଫେରି ପାରିବିନି ବାବୁ। ଆରେ କ'ଣ ପାଇଁ ଫେରି ପାରିବିନି? କାହିଁକି ଫେରିବିନି? କାହିଁକି ନା ମୁଁ ଆଉ ବଞ୍ଚିବିନି। ଏ ମନ୍ତ୍ରୀ ମହାଶୟ, ଆପଣ ବଞ୍ଚିବେ, ଆପଣ ନିଶ୍ଚୟ ବଞ୍ଚିବେ। ଆପଣ ଯଦି ନ ବଞ୍ଚିବେ ତାହେଲେ ଆପଣ ଶିଶୁପୁତ୍ର ବଞ୍ଚିବ କେମିତି? କୁହନ୍ତୁ ମହାଶୟ କୁହନ୍ତୁ, କେମିତି ବଞ୍ଚିବ ଆପଣଙ୍କ ଶିଶୁପୁତ୍ର? ତେଣୁ ଆପଣଙ୍କୁ ବଞ୍ଚିବାକୁ ମହାଶୟ ଆପଣଙ୍କୁ ମୁଁ ବଞ୍ଚାଇବେ। ମୁଁ ଆପଣ କାହିଁକି ସେମିତି କହୁଛନ୍ତି? ଆପଣ ନିଶ୍ଚୟ ବଞ୍ଚିବେ, ନିଶ୍ଚିନ୍ତରେ ରହନ୍ତୁ। ହେଲେ ବାବୁ ମୁଁ ତ ଆଉ ବଞ୍ଚିବିନି ବାବୁ। ଏ ମହାଶୟ କାହିଁକି ସେ ଗୋଟାଏ କଥା କହୁଛନ୍ତି? ମୁଁ ମରିବା ପୂର୍ବରୁ ମୁଁ ଆପଣଙ୍କୁ ଗୋଟାଏ କଥା କହିବି, ମୋ କଥା ରଖିବେ ବାବୁ। କୁହନ୍ତୁ ମହାଶୟ, ପାରିବି ଯଦି ନିଶ୍ଚୟ ଚେଷ୍ଟା କରିବି। ଆପଣ କ'ଣ କହିବାକୁ ଚାହୁଁଛନ୍ତି? କୁହନ୍ତୁ କୁହନ୍ତୁ ମହାଶୟ କୁହନ୍ତୁ। ମୁଁ ତ ଆଉ ଏ ବଞ୍ଚିବିନି ମହାଶୟ, ବାବୁ। ଆରେ ଗୋଟାଏ କଥା କାହିଁକି ବାରବାର? ମୁଁ ମରିବା ପୂର୍ବରୁ ମୁଁ ମୋ ଶିଶୁ ପୁତ୍ରକୁ ଆପଣଙ୍କୁ ସମର୍ପଣ ଏ ମନ୍ତ୍ରୀ ମହାଶୟ, ଆପଣ କ'ଣ କହୁଛନ୍ତି ବୁଝିପାରୁଛନ୍ତି ତ? ଆରେ ବହୁତ ଗୋଟାଏ ଜଙ୍ଗଲ ଦସ୍ୟୁ। ଆରେ ମୋର ଯେ ବଞ୍ଚିବ କେତେ ସାହାଯ୍ୟ ପଡ଼ି ଆପଣଙ୍କ ଶିଶୁପୁତ୍ରକୁ ମୁଁ କେମିତି ବଞ୍ଚେଇବି? ନାଇଁ ମହାଶୟ, ଏଠି ପାଦ ପାଦ କେ ବିପଦ। ଆରେ ମୁଁ ଯେ କେତେବେଳେ ମରିବି ବଞ୍ଚିବି ମୋର କ'ଣ ଠିକଣା ନାହିଁ। ଆଉ ଆପଣଙ୍କ ଶିଶୁପୁତ୍ରକୁ ମୁଁ ବଞ୍ଚେଇବି? ନାଇଁ ମହାଶୟ, ଆପଣ ଯାହା କୁହନ୍ତୁ ମାନିବି, ହେଲେ ଆପଣଙ୍କ ଶିଶୁପୁତ୍ରକୁ ମୁଁ ବଞ୍ଚେଇ ପାରିବି ନାହିଁ। ନାଇଁ ମହାଶୟ,
ମୁଁ ପାରିବିନି ଆପଣ ମନା କରନ୍ତୁନି ମୋ ସହିତ ତା ବାବୁ। ପାରିବିନି ଆପଣ ମନା କରନ୍ତୁନି ଆପଣଙ୍କୁ ଆପଣଙ୍କୁ ମୋ ପୁଅର ଏ ମନ୍ତ୍ରୀ ମହାଶୟ ରାଣଟେ ପକାଇଦେଲ ଆରେ କଣ ଶିଶୁପୁତ୍ର ହଉଛି ଭଗବାନଙ୍କ ସଦୃଶ୍ୟ ଆଉ ସେଇ ଭଗବାନ ପାଖରେ ମତେ ରାଣ ପକାଇ ଦେଇଛ ଠିକ ଅଛି ରାଣ ଯେତେବେଳେ ପକାଇ ଦେଇଛ ଆରେ ମୁଁ ବା ମଣ୍ଡ କରିବ ଲୋକ କିଏ ଦିଅନ୍ତୁ ଦିଅନ୍ତୁ ଆପଣ ଶିଶୁପୁତ୍ରକୁ ଚେଷ୍ଟା ମୁଁ କରିବି ଆପଣଙ୍କ ଶିଶୁପୁତ୍ରକୁ ବଞ୍ଚାଇବା ପାଇଁ ଦିଅନ୍ତୁ ମହାଶୟ ଦିଅନ୍ତୁ ହେଲେ ବାବୁ ଆଉ ଗୋଟାଏ କଥା କାହିଁ ଆଉ ଗୋଟେ କଥା ଅଛି ବାବୁ କଣ ଗୋଟେ କଥା ଅଛି ଅଛି ବାବୁ ଆରେ ଅଛି। କୁହନ୍ତୁ 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 ମହାଶୟ ମୋ ପାଖରେ ସମୟ ନାହିଁ ଯାହା କହିବାର ଅଛି କୁହନ୍ତୁ ରାଜା ମର୍କତ କେଶରୀ ମତେ କଥା ଦେଇଛନ୍ତି ବାବୁ ସେ ସବୁ ତ ମୁଁ ଆପଣଙ୍କୁ କହିସାରିଛି ବାବୁ ସେ ସବୁକୁ ଆପଣଙ୍କୁ ପୂରଣ କରିବାକୁ ହବ ବାବୁ ଆଉ ମୋ ପୁତ୍ରକୁ ମାର ମମତା ବାବାର ସ୍ନେହ ଦେଇ ତାକୁ ବହୁତ ଖୁସିରେ ରଖିବା କହିଲି ମହାଶୟ ବି ଦୁଃଖ ଦବ କହୁଛି ମହାଶୟ ମୁଁ ପ୍ରାଣପଣେ ଚେଷ୍ଟା କରିବି ତାଠୁ ଅଧିକ କିଛି କରିପାରିବିନି ତେବେ ଦିଅନ୍ତୁ ଦିଅନ୍ତୁ ଆପଣ ଶିଶୁପୁତ୍ରକୁ ତାହେଲେ ତାହେଲେ ମୋ ଛାତିର କଲିଜାଟାକୁ ମୁଁ ଆପଣଙ୍କୁ ସମର୍ପଣ କରୁଛି ବାବୁ ଛାତିରୁ କଲିଜା ଯେ ଅଲଗା ହବ କେମିତି ରହିବ ବାଟ ଚାଲିବ କେମିତି ରହିବ ବାଟ ଚାଲିବ ଆଖି ହବ ଛଳ ଛଳ ଲୁହ ଝରିବନି ମନ ହେବ କଳ ବଲ ବୋଲ ମାନିବନି ବଞ୍ଚି ରହିବାକୁ ହବ ତତେ ମୋର ରହିଲା ରାଣ ବଞ୍ଚି ରହିବାକୁ ହବ ତତେ ମୋର ରହିଲା ରାଣ ସରିନି 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 ଫଗୁଣ ଆସିଲା ଶ୍ରାବଣ ସରିନି ଫଗୁଣ ଆସିଲା ଶ୍ରାବଣ ଆ ଆ ଆ ଛାତିରୁ କଲିଜା ଯେ ଅଲଗା ହବ କେମିତି ରହିବ ବାଟ ଚାଲିବ କେମିତି ରହିବ ବାଟ ଚାଲିବ ଆଖି ହବ ଛଳ ଛଳ ଲୁହ ଝରିବନି ମନ ହେବ କଣ ବଲ ବଲ ମାନିବ ବଞ୍ଚି ରହିବାକୁ ହବ ତତେ ମୋ ରହିଲା ରାଣ ବଞ୍ଚି ରହିବାକୁ ହବ ତତେ ମୋ ରହିଲା ରାଣ ସରିନି 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 ଫଗୁଣ ଆସିଲା ଶ୍ରାବଣ ସରିନି ଫଗୁଣ ଆସିଲା ଶ୍ରାବଣ ସରିନି ଫଗୁଣ ଆସିଲା ଶ୍ରାବଣ ସରିନି ଫଗୁଣ ଆସିଲା ଶ୍ରାବଣ
ମମତାକୁ ଝୁରି ଝୁରି ଲୁହ ହେଲା ବୈତରଣୀ ବାଟ ସରେ ପଦହରେ ମିଳେ ନା ପଣତ କନି ମମତାକୁ ଝୁରି ଝୁରି ଲୁହ ହେଲା ବୈତରଣୀ ବାଟ ସରେ ପଦହରେ ମିଳେ ନା ପଣତ କନି ଶୁଭେ ଆଜି ମା ଡାକ କେହି ଶୁଣିଲେ ପାଦ ଆଜି ଝୁଣ୍ଟି ପଡ଼େ କେହି କହିଲେ ବଞ୍ଚି ରହିବାକୁ ହବ ତତେ ମୋର ହେଲା ରଣ ବଞ୍ଚି ରହିବାକୁ ହବ ତତେ ମୋର ହେଲା ରଣ ସରିନି 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 ଫଗୁଣ ଆସିଲା ଶ୍ରାବଣ 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 ବେଦମତୀ ସ୍ୱାମୀ ମୋ ବନ୍ଧୁ ଆଦିତ୍ୟ ନାରାୟଣ କଣ ରାଣୀ ଅନ୍ତପୁରକୁ ଆସିଥିଲେ? ହଁ ସ୍ୱାମୀ ମନ୍ତ୍ରୀ ଆଦିତ୍ୟ ନାରାୟଣ ଆସିଥିଲେ କେବଳ ତାଙ୍କ ପୁତ୍ରକୁ ଗେଲ କରିବା ପାଇଁ ଆସିଥିଲେ ଏପର୍ଯ୍ୟନ୍ତ ଗଲେ ଆସିନାହାନ୍ତି ସ୍ୱାମୀ କଣ କହିଲ? ମନ୍ତ୍ରୀ ଆଦିତ୍ୟ ନାରାୟଣ ଆସି ତାଙ୍କ ପୁତ୍ରକୁ ଗେଲ କରିବାକୁ ନେଇଗଲେ ଯେ ହଁ, ଏଯାଏଁ ସାର୍। ଆସିନାହାନ୍ତି? ନା ନା ଆରେ ସେଥିପାଇଁ ତ ସେ ରାଜଦରବାରକୁ ମଧ୍ୟ ଆସିନାହାନ୍ତି। ଠିକ ଅଛି, ମୁଁ ସେନାପତି ଦିଗ୍ବିଜୟ ସିଂ ସହିତ ପରାମର୍ଶ କରି ମୋ ବନ୍ଧୁ ଆଦିତ୍ୟ ନାରାୟଣ ନିରୀକ୍ଷଣ କରିବା ପାଇଁ ଆଖପାଖ ପଡ଼ୋଶୀ ରାଜ୍ୟକୁ ଆଦେଶ କରିବି। ସ୍ୱାମୀ ତୁମେ ମୋ ଝିଅ ଶାମୁକାର ସେବା ଯତ୍ନ କରୁଥାଅ। ଯଥାସାଧ୍ୟ ତବ ଦେଶ କରିବି ମୁଁ ପାରେ ନା ତାହେଲେ ମୁଁ ଆସୁଛି ପ୍ରିୟ। ତୁମେ ବିଦାୟ ନିଅନ୍ତୁ ସ୍ୱାମୀ ହ୍ୟାଲୋ ଏ କ'ଣ କଲୁ ମା? ଆରେ ଗୋଟାଏ ମଣିଷ ଯେ କେତେ ପରିସ୍ଥିତିରେ ବଞ୍ଚୁছিল ମା, ଆଉ ତା ଭିତରେ ପୁଣି ଆଉ ଗୋଟେ କୌଣସି ପୁତ୍ରକୁ ମୋ ହାତ ଟେକି ଦେଇছিল ମା। ଯାହା କରୁଛୁ ଥରି ଥରି ଇଚ୍ଛା ଲୋ ମା, ସବୁଥିରେ ଇଚ୍ଛା ମା ଲୋ। ଯେତେବେଳେ ଶିଶୁପୁତ୍ରକୁ ମୋ ହାତ ଟେକି ଦେଇছিল ମା, ଏହାକୁ ତ ବଞ୍ଚାଇବାକୁ ପଡ଼ିବ। ମୁଁ ଏହାକୁ ବଞ୍ଚାଇବା ପାଇଁ ମୋତେ ଶକ୍ତି ସାହସ ଆଉ ଧୈର୍ଯ୍ୟ ଦେଲା ମା। ଏହା ହିଁ ମୋର ମାଗୁଣି ଲୋ ମା, ଏହା ହିଁ ମୋର ମାଗୁଣି। ବାବାରେ ନାଟ କରିଦେଇଥିଲା। ହଁ ସାଗର ଚାଣ ବାବାରେ ସାଗର, ତୁଟା ମୋରି କୋଳରେ ବଢ଼ିବୁ ରେ, ତୋତେ ମୁଁ ପଳି ପୋଷି ବଡ଼ିଷ କରିବି। ହଁ ରେ ବାବା, ତୋତେ ମୁଁ ଗୋଟେ ଭଲ ବଡ଼ିଷ କରି କରିବି ରେ ବାବା। ଆରେ ମୋ ସିନା ଗୋଟେ ଦସ୍ୟୁ, ତୋତେ ଆଉ ଏଣିକି ଦସ୍ୟୁ ହେଇକି ରହିବାକୁ ପଡ଼ିବନି ରେ। କଥା ଦଉଛି ବାବା, ଆଜି ଦିନଠୁ ଦସ୍ୟୁ ହେଇକି ରହିବିନି ରେ, ବଞ୍ଚିବି ଗୋଟେ ଭଲ ମଣିଷ ହେଇ ବଞ୍ଚିବି ରେ ବାବା। କେବଳ ତୋରି ପାଇଁ ରେ ବାବା, କେବଳ ତୋରି ପାଇଁ ବାବାରେ। ନାଇଁ ନାଇଁ କାନ୍ଦିବନି। ଆରେ ଏମିତି କାନ୍ଦିଲେ ହବ? ନାଇଁ ବାବା ନାଇଁ ରହିଯା ନାଇଁ କାନ୍ଦିବନି ସୁନା ପୁଅ, ଏମିତି କାନ୍ଦୁଛି। ଚୁପ
যা মতো কাপড় বসে কাপড় নাই বাবা নাই তোর এমনি কান্দিলে হব চুপ যা মতো কাপড় বসে কাপড় নাই বাবা নাই কান্দিবনি বাবা রে এমনি কাঁদিলে হব হ্যাঁ আরে তু কাঁদিলে বউ কাঁদিবি তেଣୁ বাবা ଜମାରୁ କାঁଦିବୁନି ବାବା ଆରେ ତୋ ଜୀବନରେ ହସ ଖୁସିର ଫଗୁଣ ନ ସରିବା ପୂର୍ବରୁ ଆସିଯାଇଛି ଦୁଃଖର ଶ୍ରାବଣ ନା ବାବାରେ କଥା ଦଉଛି ତୋ ଜୀବନରେ କେବେ ମଧ୍ୟ ଦୁଃଖର ଶ୍ରାବଣ ଆସିବନି ରେ ଆସିବ କେବଳ ହସ ଖୁସିର ଫଗୁଣରେ ବାବା ହସ ଖୁସିର ଫଗୁଣ ବାବାରେ କଥା ଦଉଛି ବାବା ଆଜି ଦିନଠୁ ମୁଁ ତ ବାପା ମୁଁ ତ ମା ମୁଁ ତୋର ସାଙ୍ଗ ସାଥୀ ବିତ ସବୁ କିଛି ହଁ ରେ ବାବା ସବୁ କିଛି ଏବେ ତ ଗୀତରେ ଶୁଣିବି ଗୀତ ଶୁଣି ଶୁଣି ଶୋଇ ପଡ଼ିବୁ ଆଉ କାନ୍ଦିବନି ବାବା ଏବେ ତ ଆରେ ବେତ सुनथिले नाही कान थिले नाही सुना ओ सुनथिले नाही कान थिले नाही सुना मो सोनाटा परा तू आउ कांदना तू आउ कांदना तू आउ कांदना तू आउ कांदना बापा हे बुझीबी तो अळे अझट बाट तते देखैबी धरी तो हाथ मोगा मुछा खानी तो लुह पछिब मोगा मुछा खानी तो लुह पछिब साजी तमार पड़त मितरे 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 तते मिछ मते सत मितरे मितरे तते मिछ मते सत सुनथिले नाही कान थिले नाही सुना ओ सुनथिले नाही कान थिले नाही सुना मो सोनाटा परा तू आउ कांदना तू आउ कांदना तू आउ कांदना तू आउ कांदना बापा हे बुझीबी तो अळे अझट बाट तते देखैबी धरी तो हाथ मोगा मुछा खानी तो लुह पछिब मोगा मुछा खानी तो लुह पछिब साजी तमार पड़त मितरे 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 तते मिछ मते सत मितरे मितरे तते मिछ मते सत ओ खरा की बरसा पाजीबनी तते घोड़े रखिबी छता तो खुशी पाई मो देवी रे जीवन तते बोदौछि कथा खरा की बरसा पाजीबनी तते घोड़े रखिबी छता तो खुशी पाई मो देवी रे जीवन तते बोदौछि कथा तो आखिर सबु लुह मते दे जा मोठर सबु हस तू ने जा एमिति निजर तू पर मोर एमिति निजर तू पर मोर निजर नहे मोर कथा
ତତେ ମିଛ ମତେ ସତ ଭିତରେ ଭିତରେ ତତେ ମିଛ ମତେ ସତ ଭିତରେ ଭିତରେ ତତେ ମିଛ ମତେ ସତ ଭିତରେ